ପାଦ ପତ୍ରରେ ଚିହ୍ନ ହେଇକି ରହିଛି, ସେ ଦେଖିବାକୁ ଯିବି। ଚାଲନ୍ତୁ ଆଜି ବୁଲିଯିବା। ଆପଣ ଯଦି ମଣିଷ ପାଦ ଆଉ ହାତୀ ପାଦ ଦେଖିବାକୁ ହେଲେ ଆମ ଗୁଣପୁରରୁ 12 କିଲୋମିଟର ମେରିଙ୍ଗରେ ଆମକୁ ଆସିବାକୁ ପଡ଼ିବ। ସେଟା ହେଲେ ମଣିଷ ପାଦ ଆଉ ହାତୀର ପାଦ ଦେଖିପାରିବେ, ଯେଉଁଥିରେ କି ଏବେ ବି ସେଇଠି ଅଛି ମଣିଷ ପାଦ ଆଉ ହାତୀର ପାଦ। ଏଇନେ ମୁଁ ବର୍ତ୍ତମାନ ବାହାରିଲି, ବର୍ତ୍ତମାନ ଯାଉଛି। ବର୍ତ୍ତମାନ ଜଙ୍ଗଲ ଭିତରକୁ ଯିବାକୁ ପଡ଼ିବ, କାହିଁ କହିଲେ ସେ ପାଦ ଚିହ୍ନଟା ଜଙ୍ଗଲ ଭିତରେ ରହିଛି। ନିଛାଟିଆ ରାସ୍ତା, ଲୋକ ଯିବା ଆସିବା କିଏ ହେଉନାହାନ୍ତି, ହେଉନ୍ତି ନାହିଁ। ଏକୁଟିଆ ମୁଁ ପଳେଇ ଆସିଛି ଜଙ୍ଗଲ ଭିତରେ। ବର୍ତ୍ତମାନ ଯାଉଛି ଏଇନେ। ଆଉ କିଛି ଦିନ ହେଲା ଏଇ ଜଙ୍ଗଲରେ ଡରଟା କିଛି ନୁହେଁ, କେବଳ ଗୋଟିଏ ହାତୀ କିଛି ବର୍ଷ ହେଲା ବୁଲିଥାଉଛି। ସେଥିପାଇଁ ଗୋଟେ ଦେଖିକିରି ସତର୍କରେ ଯିବାକୁ ପଡ଼ିବ, ଭଲ ଅସୁବିଧା। କାହିଁ କଲେ ମୁଁ ଏକୁଟିଆ ଏଇ ଜଙ୍ଗଲରେ ଅଛି, ତୁମେ ଦେଖି ଯିବାକୁ ପଡ଼ିବ। ସଞ୍ଜ ହେବା ପୂର୍ବରୁ ସେଇ ପାଦ ଚିହ୍ନ ଦେଖି ପଳେଇବାକୁ ପଡ଼ିବ, ନହେଲେ ଅସୁବିଧା ହେବ। ଧାନ ଗୁଡ଼ିକ କଟା ହେଇଯାଇଛି। ରାସ୍ତା ବି ନାହିଁ, ଜଙ୍ଗଲ ଜଙ୍ଗଲ ଜଙ୍ଗଲ, ଯେଉଁଠି ଆପଣ ଦେଖିବେ କେବଳ ଜଙ୍ଗଲ ହିଁ ହୁଏ, ରାସ୍ତା ଗୁଡ଼ିକ ନାହିଁ। ଦେଖିକି ଯିବାକୁ ପଡ଼ିବ, କାହିଁ କହିଲେ ସେଇ ପତ୍ରଟା ବହୁତ ଦିନ ପୂର୍ବରୁ ମୁଁ ଦେଖିଲି, ସେଥିପାଇଁ ଆଇଲି। ସେ ଚିହ୍ନଟା କାହିଁ କହିଲେ ପତ୍ରର ଅଛି ତ, ଆଉ ସେ ଚିହ୍ନଟା ଲିଭିବାର ନାହିଁ, ସେଥିପାଇଁ ଆସିଲି। ସିଏ ହେଲା ଏଇ ପତ୍ରଟିଏ, ବଡ଼ ପତ୍ରଟା, ସେଇଠି ଆଉ ମଣିଷ ପାଦ ଆଉ ହାତୀ ପାଦର ଚିହ୍ନଟିଏ ଅଛି। ଚାଲନ୍ତୁ, ଏଇନେ ମୁଁ ପହଞ୍ଚିଗଲି। ବହୁତ ଦିନ ହେଲା, କାହିଁ କହିଲେ ବହୁତ ଦିନ ହେଲା ଦେଖିଥିଲି, ଗଜେଇ ମୁଁ ତକି ଗଲି ଭାଇ। କାହିଁକି କହିଲେ ବହୁତ ଦିନ ପୂର୍ବରୁ ମୁଁ ଯେତେବେଳେ ଛୋଟ ଥିଲି, ସେତେବେଳକୁ ମୁଁ ସେ ପତ୍ରଟା ଦେଖିଥିଲି। ଏଇନେ ମୁଁ ବଡ଼ ହେଲା ପରେ ଯାଇକି ମୁଁ ଏଇ ପତ୍ର ଦେଖିବାକୁ ଆସିଲି, କାହିଁକି କହିଲେ ଆପଣମାନଙ୍କୁ ବି ଦେଖେଇବି। ଚାଲନ୍ତୁ ଦେଖିବା। ଏଇଠି ଦେଖନ୍ତୁ, ଇଏ ହେଲା ମଣିଷ ପାଦ ଚିହ୍ନଟିଏ। ଦେଖିଲେ ଆପଣ, ଦେଖାଯାଉଛି କି ନାହିଁ, ମୋ କ୍ୟାମେରା ବି ସେତେ କ୍ଲିୟର ନୁହଁ। ଇଏ ହେଲା ମଣିଷ ପାଦ ଚିହ୍ନଟିଏ। ଦେଖନ୍ତୁ, ମୁଁ ଗୋଡ଼ ରଖୁଛି, ଆପଣଙ୍କୁ ବିଶ୍ୱାସ ହେବ। ଦେଖିଲେ, ଏ ଚିହ୍ନଟିଏ ହେଲା ମଣିଷ ପାଦଟିଏ। ଏଇଠି ହେଲା ହାତୀର ପାଦ ଚିହ୍ନଟିଏ।
ये ହେଲା ମଣିଷର ପାଦଟିଏ କେତେ ଗାତ ହୋଇଯାଇଛି ଭାଇ ଦେଖିଲେ। ଏ ଚିହ୍ନ ଗୁଡ଼ିକ ଜାଗା ହେଲା ମଣିଷର ପାଦଟିଏ। ଏ ଚିହ୍ନ ଦେଖନ୍ତୁ କେତେ ବଡ଼ ହାତୀର ପାଦଟିଏ ଗାତ ହେଇକି ଅଛି ଏଇଠି ଦେଖିଲେ। ଇଏ ହେଲା ହାତୀ ପାଦ ଚିହ୍ନଟିଏ ପଥର ଉପରେ। ଆପଣ ନିଜେ ଦେଖିଲେ ହିଁ ବିଶ୍ୱାସ କରିବେ ଏ ଚିହ୍ନ ଗୁଡ଼ିକ। ଇଏ ହେଲା ଦେଖନ୍ତୁ ମଣିଷ ଚିହ୍ନଟିଏ, ଏ ହାତୀର ପାଦଟିଏ କେତେ ଗାତ ହେଇଛି ଭାଇ। ଆପଣ ପଥର ଉପରେ କେବେ ଦେଖିନଥିବେ ଏମିତିକା ଚିହ୍ନଟିଏ। ବର୍ତ୍ତମାନ ମୁଁ ହାତୀ ପାଦ ଆଉ ମଣିଷ ପାଦର ଚିହ୍ନ ଦେଖିଲା ପରେ ଏଇ ପାଣି ଦେଖନ୍ତୁ ଭାଇ କେତେ ସଫା। ୱାଓ, ମିନେରାଲ ୱାଟର ଉପରେ ଅଛି, ବହୁତ ସଫା ପାଣି ଦେଖିଲେ। କେତେ ବଡ଼ ଗାତ ହେଇଛି ହାତୀ ମାଡ଼ିଥିବା ପାଦ ଚିହ୍ନଟିଏ, ବହୁତ ବଡ଼ ଗାତ ଭାଇ। ଅଧିକ ସମୟ ରହିବା ନାହିଁ, କାହିଁ କହିଲେ ସଞ୍ଜ ହେବା ପୂର୍ବରୁ ଘରକୁ ଯିବାଟା ହିଁ ଭଲ। ଏଇପଟେ ହାତୀ ବୁଲି ଥାଉଛି। ବାଇରେ ଆସିଲା ବେଳକୁ ଅଲଗା ରାସ୍ତା ଦେଇକି ଆସିଲି, ବର୍ତ୍ତମାନ ମୁଁ ରାସ୍ତାଟିଏ ବୁଲି ଯାଇଛି। ଏଇ ପଡ଼ିଆଟା ଦେଖା ଯାଉନଥିଲା, ଏଇନେ ଦେଖାଯାଉଛି। ଚାଲନ୍ତୁ ଆଉ ଯିବା। ସେଇ ପାହାଡ଼ ଅଛି ଦେଖୁଛନ୍ତି, ସେଇ ପାହାଡ଼ ହେଲା ଶିଖୋପୁରକୁ ଯିବାର ମୋର ପ୍ଲାନିଂ ଅଛି। ଗୋଟେ ଦିନ ଭିଡ଼ିଓ କରିବି, କାହିଁକି ଗଲେ ସେ ପାହାଡ଼ର ସେ ପୁରା ଶିଖରେ ବହୁତ ବଡ଼ ପଥରଟିଏ ଅଛି, ବହୁତ ବଡ଼ ପାହାଡ଼ଟିଏ। ମୁଁ ଘରକୁ ପଳେଇ ଆସିଲି ବୁଲି ଆସିକି। ବର୍ତ୍ତମାନ ଆଜି ପାଇଁ ମୋ ଭିଡ଼ିଓଟି ଏଣ୍ଡ କଲି। ରହିଲି, ଜୟ ଜଗନ୍ନାଥ।